ଅଗଷ୍ଟ 5 ତାରିଖ ଇଣ୍ଟରନ୍ୟାସନାଲ୍ ଟ୍ରାଫିକ୍ ଲାଇଟ୍ ଡେ। ମନୀଷ ଚକ୍ରବର୍ତ୍ତୀଙ୍କୁ ଆପଏଣ୍ଟେଡ୍ କରିଛି ଆର୍ବିଆଇ ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର ଟୁ ଓଭରସି ଦ ଫରେନ୍ ଏକ୍ସଚେଞ୍ଜ ଡିପାର୍ଟମେଣ୍ଟ ଏବଂ ଫାଇନାନ୍ସିଆଲ ମାର୍କେଟ ରେଗୁଲେସନ୍ ଡିପାର୍ଟମେଣ୍ଟ। ଏଏସ୍ ରାଜୀବ ଭିଜିଲାନ୍ସ କମିଶନର ଆକ୍ଟିଂ ଭିଜିଲାନ୍ସ କମିଶନର ଆପଏଣ୍ଟେଡ୍ ହୋଇଛନ୍ତି ସେଣ୍ଟ୍ରାଲ ଭିଜିଲାନ୍ସ କମିଶନରେ। ମ୍ୟାକ୍ସ ଫର୍ ସିନିୟର୍ସ ମ୍ୟାକ୍ସ ଫର୍ ହର୍ HDFC ବ୍ୟାଙ୍କ ଲଞ୍ଚ କରିଛି, ଯେଉଁଟାକି ସବୁଠୁ ବଡ଼ ପ୍ରାଇଭେଟ୍ ବ୍ୟାଙ୍କ ଇଣ୍ଡିଆରେ, ଟୁ ଅଫର୍ କଷ୍ଟମାଇଜ୍ଡ ବେନିଫିଟ୍ ଟୁ ସିନିୟର ସିଟିଜେନ୍ ଏବଂ ଓମେନ୍ ମାନଙ୍କ ପାଇଁ। ଏନଭାରମେଣ୍ଟାଲ ପରଫର୍ମାନ୍ସ ଇଣ୍ଡେକ୍ସ 2026 ଏଲ୍ଏ ୟୁନିଭର୍ସିଟି ଜାରି କରିଛି। ଇଷ୍ଟୋନିଆ ଅଛି ପ୍ରଥମରେ, ଲକ୍ଜମବର୍ଗ ଅଛି ସେକେଣ୍ଡରେ, ୟୁନାଇଟେଡ୍ କିଙ୍ଗଡମ୍ ଅଛି ଥାର୍ଡ଼ରେ, ଇଣ୍ଡିଆ ଅଛି 176ରେ 177ରୁ। ବ୍ରିଙ୍ଗିଂ ଦ ଚିତା ବ୍ୟାକ୍ ଟୁ ଇଣ୍ଡିଆ ବହିଟି ରିଲିଜ୍ ହେଇଛି। ଅଥର ହେଉଛନ୍ତି ପ୍ରଶାନ୍ତ ଅଗ୍ରୱାଲ। ରବି କୁମାର ବିହାରର ସେଟ୍ କରିଛନ୍ତି ଇଣ୍ଟରନ୍ୟାସନାଲ୍ ବୁକ୍ ଅଫ୍ ରେକର୍ଡ଼, ଯେଉଁଥିରେ କି ଇଂଲିଶ ଆଲଫାବେଟ୍କୁ କ୍ୟାପିଟାଲ ଲେଟରରେ 26ଟି ଆଲଫାବେଟ୍କୁ 9.15 ସେକେଣ୍ଡରେ ଲେଖିଛନ୍ତି। ଅଙ୍କୁର ଭଟ୍ଟାଚାର୍ଯ୍ୟ ଯିଏକି ମେନ୍ ସିଙ୍ଗଲରେ ଜିତିଛନ୍ତି 22nd କମନୱେଲ୍ଥ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍, ଯେଉଁଟାକି ନ୍ୟୁ ଦିଲ୍ଲୀ ହେଉଥିଲା। ୟଶସ୍ୱିନୀ ଘୋରପଡ଼ି ଜିତିଛନ୍ତି ଓମେନ୍ ସିଙ୍ଗଲ୍ସରେ। ପ୍ରଦୀପ ରାଉତ ଯାହାଙ୍କର ପଲକ ହେଇଛି ବ୍ଲଡ଼ କ୍ୟାନ୍ସରରେ, ସେ ଆକ୍ଟର ଥିଲେ, ଗଜନୀର ଭିଲିଆନ୍ ଥିଲେ ସେ। କେ ଯମୁନା ରାନୀ ଯିଏ ପ୍ଲେବ୍ୟାକ୍ ସିଙ୍ଗର ଥିଲେ ସାଉଥ ଇଣ୍ଡିଆର, ପଲକ ହେଇଛନ୍ତି।